ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ରଚନା ହାଇଗୋ ରିବନ୍ ଫିଟା। ରିବନ୍ କଟାର ଦୃଶ୍ୟ ଅଭିନୟ ଯୁବକ ସମାଜଧାରେ ଶ୍ରୀ ପଦ୍ମନାଭ ବେହେରା କନ୍ଧମାଳ ଏମ୍ଏଲ୍ଏ ନିତ୍ୟ ସ୍ମୃତିରେ ପହଁରେ। ଗ୍ରାମ୍ୟ ନାମଟା ଠିକ୍ ମନେ ପଡ଼େନି, କିନ୍ତୁ ଫୁଲବାଣୀ ପାଖାପାଖି ଫୁଟବଲ୍ ଗେମ୍ ଜିଲ୍ଲାସ୍ତରୀୟ ଉଦ୍ଘାଟନର ଆଭାସୀ। ବନ୍ଧୁ ପଦ୍ମନାଭ ଆସିଲେ ସ୍ଥଳୀକୁ, ଦେଲେ କିଛି ଭାଷଣ, ଯୁବ ପ୍ରତିଭାଙ୍କୁ ଉତ୍ସାହିତ କଲେ। ପରିବେଶ ଥିଲା ଗରମ। ଏମ୍ଏଲ୍ଏ ମହାଶୟ ରିବନ୍ କାଟିଲେ। ସଭା ଉଦ୍ଘାଟନ। ବନ୍ଧୁକୁ ଫୁଲମାଳ ଦିଆଗଲା। ମସ୍ତକେ କଲେ ଗ୍ରହଣ। ଫୁଲମାଳଟା ବନ୍ଧୁ କାଢ଼ିଦେଇ ଚେୟାରରେ ରଖିଦେଲେ। କାର୍ଯ୍ୟ ସମାପନ ହୋଇଗଲା ଶେଷ। ସେଠାରୁ ବିଦାୟ ନେଲେ। ଯୁବଗୋଷ୍ଠୀ ପରା ପଇସାର ପ୍ୟାରା। ଏମ୍ଏଲ୍ଏ ଦେଲେ 15,000। ଖୁସି ହୋଇ ଯୁବକେ ବିଦାୟ ଦେଲେ। ଶ୍ରୀ ବନ୍ଧୁ ପଦ୍ମନାଭ ଶୋଭାଚାର। ପେଣ୍ଡାଲଟା ସଫାସଫି ହେଲା। ଯୁବଗୋଷ୍ଠୀ ଡାକିଥିଲେ ଅନ୍ୟ ଚେହେରା। ଫୁଲବାଣୀର ଖ୍ୟାତନାମା ସଙ୍ଗୀତକାର ଶ୍ରୀ ଜଳନ୍ଧର ବେହେରା। ଦିନ 3ଟାରେ ଏମ୍ଏଲ୍ଏ ବିଦାୟ। ବନ୍ଧୁ ଜଳନ୍ଧର ହାଜର। ତରତର ହୋଇ ଯୁବଗୋଷ୍ଠୀଗଣ କଟା ରିବନକୁ ଯୋଡ଼ିଲେ ସତ୍ୱର। ନୂଆ ରିବନ ଆଉ ନଥିଲା। ପିଲାଏ କଟାଟାକୁ ଦେଲେ ଯୋଡ଼ି। ସେତେବେଳକୁ ଜଳନ୍ଧର ଭାଇ ହାଜର। ପିଲାମାନେ ପାଛୋଟି ଆଣିଲେ ଭିଡ଼ି। ରଡ଼ି ହେଲା ଜଳନ୍ଧର ଭାଇ କି ଜେ ହୋ। ଆମର ଯୁବ ସଙ୍ଗୀତକାର, ଆମର ଯୁବା ପ୍ରତିଭା ଭାଇ ପରେ ଆମର ଲାଗି ଈଶ୍ୱର। ଷ୍ଟେଜ୍ ଉପରକୁ ଜଳନ୍ଧର ଭାଇ ଉଠିଲେ। ଭାଷଣ ମାରିଲେ ଷ୍ଟଣ୍ଟ। ମଝିରେ ମଝିରେ ତାଳି ବର୍ଷଣ। ଗୋଟେ ପିଲା ମାରିଲା ଷ୍ଟଣ୍ଟ। ଯୋଡ଼ା ରିବନକୁ ପୁଣି କାଟିଲେ ସଙ୍ଗୀତଜ୍ଞ ଜଳନ୍ଧର। ମନରେ ଟିକିଏ ଡାଉଟ୍ ବି କଲେ ରିବନ କଟାର ବେପାର। ଯୁବଗୋଷ୍ଠୀମାନେ ଚାଲ କରିଥିଲେ। ଗୋଟେ ବାଡ଼ିରେ 2ଟା ଶିକାର। ଜଳନ୍ଧର ଭାଇ 5,000 ଦେଲେ। ମନକେ ଭଲ ବିଚାର। ଷ୍ଟେଜ୍ରୁ ଭାଇ ଗଲା ବେଲକେ ପଦ୍ମନାଭ ଭାଇ ଫୁଲମାଳଟା ଜଳନ୍ଧର ଭାଇକେ ଦେଲେ ପିନ୍ଧେଇ। ଘୁ ଘା କଲେ। ଜଳନ୍ଧର ଭାଇ ଅମର ରହେ। ଘୁ ଘା କଲେ ତହିଁ। କହିଲେ ଭାଇ ଖାସି ଠେସଲେ ତମକୁ ମିଶେ ଡାକମୁ। ଜଳନ୍ଧର ଭାଇ କହୁଛେ ଟାଇମ୍ ହେବନି, ଆର୍ ନାଇଁ ଡାକବ ମୁତେ। ଡାକବାର ଥିଲା ପଦ୍ମନାଭ ଏମ୍ଏଲ୍ଏଙ୍କୁ। ଡାକିଦେଲେ ବି ଜଳନ୍ଧର ଭାଇ। ଗୋଟେ ବାଡ଼ିରେ 2ଟି ଶିକାର କଲେ। ହାଇଗୋ ରିବନ୍ ଫିତା ମଇ। ମୋ ବନ୍ଧୁ ଅନିଲ ମହାନ୍ତି ଆଜି ଦୁନିଆରେ ନାହାନ୍ତି। ମହାନ ମେଧା ଛାତ୍ରଟେ ଥିଲେ। ସିଏ ବି ସଙ୍ଗୀତ ପ୍ରୀତି। ବନ୍ଧୁ ମୋ ରେଡ଼ିମେଡ଼୍ ଦୋକାନରେ ଆସି ବଖାଣିଥିଲେ ଏ କଥା। ହସି ହସି କହିଲା ବେଳେ ସେ ରିବନ୍ ଫିତା ମୋତେ ଲାଗୁଥିଲା ମିଠା। ମଦ୍ୟ ଦୁନିଆରେ ପାଦ ଦେଇ ବନ୍ଧୁ ଅଦିନରେ ଗଲେ ହଜି। MSc ଫାର୍ଷ୍ଟ କ୍ଲାସ୍ ଗୋଲ୍ଡ ମେଡାଲିଷ୍ଟ ଥିଲେ। ଦୁର୍ଭାଗ୍ୟରେ ଗଲେ ମଜି। ଆରପଟ ସାହି ତାଙ୍କରି ଘର। IAS ଷ୍ଟୁଡେଣ୍ଟକୁ ଟିଉସନ୍ କରୁଥିଲେ। ବହୁତ ପୂର୍ବରୁ ମୋତେ କହିଥିଲେ, ମୁଁ ମରିଗଲେ ଭାଇ ମୋ ପରେ କବିତା ରଚିବ ଭଲେ। ବନ୍ଧୁ ଅନିଲ ମହାନ୍ତଙ୍କ ସ୍ମୃତିରେ ରଚନା। ଧନ୍ୟବାଦ।